শ্রোতা বন্ধু নমস্କାର। ଆପଣ ଜାଣନ୍ତି କି ଯେ ମନ୍ଥଡ଼ା ଯେମିତି ମନ୍ଥିଲା ତାକୁ ଶୁଣି କୈକେୟୀ କ'ଣ ସତରେ ବିଶ୍ୱାସ କଲେ? ସିଏ ତା ମୁହଁରେ କହିଲେ ହସି ହସି, କହିଲେ ଶାସ୍ତ୍ର କହିଛି ମଣିଷକୁ ଯେଉଁ ଯେଉଁ ଅଙ୍ଗରୁ ବିକୃତ କରାଯାଇଛି କରିଛି କିଏ? ବିଧାତା। ଯେମିତି କଣା କାଣି, କାଲ କାଲୁଣୀ, ଛୋଟା ଛୋଟି, କୁଜା କୁଜି, ବାଙ୍ଗରା ବାଙ୍ଗିରି, ବିଧାତା ତାଙ୍କର ଠିକ୍ ଗୁଣ ଟିକେ କମ୍ ଦେଇଥାଏ, ଦୋଷ ଅଧିକ ଦେଇଥାଏ। ପୁଣି ସ୍ତ୍ରୀଲୋକ, ତୁ ଦାସୀ, ପୁଣି କୁଜି, ପୁଣି ସ୍ତ୍ରୀଲୋକ, ତୋର ମୁଣ୍ଡରେ ଖଳ ଭାବ ସୃଷ୍ଟି ହେବା ସ୍ୱାଭାବିକ। କହୁନୁ ଏ ଉତ୍ସବରେ ତୁ କାହିଁ ଖୁସି ହେଉନୁ? ମନ୍ଥଡ଼ା କୁମ୍ଭୀର କାନ୍ଦଣା କାନ୍ଦିଲା, ମାନେ ଜୋରରେ ରଡ଼ି ପକାଇଲା। କୈକେୟୀ, ତୋ ବୁଦ୍ଧି ବଙ୍କା ହେଇଗଲାଣି, ତୁ ଅନ୍ଧାରରେ ବାଡ଼ି ବୁଲଉଛୁ, ଟିକେ ବିଚାର କର। ମୁଁ ଆସିଛି କାହା ସାଥିରେ? ତୋ ସାଥିରେ। ତୋ ପୁଅର ତୋର ମଙ୍ଗଳ କରିବା ମୋର କାମ, ମୋର ଧର୍ମ, ନହେଲେ ମୋତେ ଧର୍ମ ସହିବନି। ତୋ ହିତ କାମନା କରି ମୁଁ କହୁଛି। ଦଶରଥଙ୍କୁ ତୁ ବିଶ୍ୱାସ କରୁଛୁ, ଭରସା କରୁଛୁ, ହେଲେ ତୋ ମନେ ପ୍ରଶ୍ନ ଆସୁନି ଏଡ଼େ ବଡ଼ ଉତ୍ସବ ହେବ ଭରତ ପାଖରେ ନାହିଁ? ଭରତ କ'ଣ ଦଶରଥଙ୍କ ପୁଅ ନୁହଁ? ରାମର ଅଭିଷେକ ହେବ, ଭରତ ନାହିଁ। ହାୟରେ ଏତିକି ବୁଝିପାରୁନୁ? ବାସ୍, କ'ଣ କରିବି? କୈକେୟୀ ପଚାରିଲା। ଅଭିମାନ କର, ଦେହରୁ ଅଳଙ୍କାର କାଢ଼ିଦେ, ରାଜାଙ୍କୁ ଶପଥ କରେଇ ନେ। ଅତୀତରେ ସେ ତତେ ଯେଉଁ 2ଟି ବର ଦେଇଥିଲେ ସେ ବରକୁ ସେ ପୂରଣ କରନ୍ତୁ। ଆଗେ ସତ୍ୟ ଶପଥ କରେଇ ନେବୁ। ସୂର୍ଯ୍ୟ ବଂଶର ରାଜା ବ୍ୟକ୍ତି କେବେ ବି କଥାରୁ ଟଳିବେନି। ଏହା ତ ରକ୍ତଗତ ସତ୍ୟ। କରିଦେଲେ ମାନେ କରିଦେଲେ। କୈକେୟୀ ମନକୁ କଥାଟା ପାଇଲା। ସମ୍ବରାସୁର ସ୍ୱର୍ଗ ଆକ୍ରମଣ କଲା, ଦେବତାମାନେ ହାରିଗଲେ। ଇନ୍ଦ୍ର ମାତଳିକୁ ପଠାଇଲେ, ଦଶରଥଙ୍କୁ ନିମନ୍ତ୍ରଣ କରାଗଲା। ସାଥିରେ ଗଲେ କୈକେୟୀ। କୈକେୟୀ ଅସାମାନ୍ୟ ବୁଦ୍ଧିମତୀ, ବଢ଼ିଆ ସାରଥୀ, ଭଲ ରଥ ଚଳେଇ ପାରନ୍ତି, ଯୁଦ୍ଧ ବିଦ୍ୟାରେ ପାରଙ୍ଗମତା ତାଙ୍କର ଅଛି। ସେ ଜଣେ ବୈଦ୍ୟ, ସେ ଜ୍ଞାନୀ ଗୁଣୀ ବିଚାରଶୀଳା। ସେ ନିରନ୍ତର ଦଶରଥଙ୍କର ଛାଇ ଭଳି ଥିଲେ, ଜଗିଥିଲେ। ଏକାକୀ କେବେ ଦଶରଥଙ୍କୁ କେଉଁଠିକି ଛାଡ଼ନ୍ତିନି। ତାଙ୍କର ସେ କଥା ମନେ ପଡ଼ିଗଲା ଯେ ମୁଁ ଏଇ ସମ୍ବରାସୁର ଯୁଦ୍ଧରେ ମୋ ସ୍ୱାମୀକି ବଞ୍ଚେଇଥିଲି। ରଥରୁ ଚକ ଖସିଗଲା, ଗୋଟେ ପଟରେ ମୁଁ, ଗୋଟେ ପଟରେ ଚକ। କୌଣସି ପ୍ରକାର ଛାଣି ଛାଣି ଆଣିଥିଲି ଜଙ୍ଗଲ ଭିତରକୁ, ତାଙ୍କୁ ଭଲ କରିଥିଲି। ସେ ଖୁସି ହେଇଥିଲେ ଏବଂ ପ୍ରସନ୍ନ ଚିତ୍ତରେ କହିଥିଲେ, ରାଣୀ ତୁମେ 2ଟି ବର ମୋଠୁ ମାଗିନିଅ, ତୁମ ଇଚ୍ଛା ମୁଁ ନିଶ୍ଚୟ ପୂରଣ କରିବି। ସେତେବେଳେ ମୁଁ ତାଙ୍କୁ ବୁଝେଇ ଦେଇଥିଲି ମୋ କର୍ତ୍ତବ୍ୟ ମୁଁ କରିଛି, କିନ୍ତୁ ଆଜି ମୋତେ 2ଟି ବର ମାଗିବାକୁ ପଡ଼ିବ। ଗୋଟିଏ ବରରେ ରାମ ବଣକୁ ଯିବ, ଦ୍ୱିତୀୟ ବରରେ ଭରତ ରାଜା ହେବ। ବାସ୍, ଏଇ ଚିନ୍ତା କରି ସେ ନିଜକୁ ବିଧବା ବେଶରେ ସଜେଇ ଚୁଟିକୁ
ଉନ୍ମୁକ୍ତ କରି ସେ ତଳ କୋଠରୀ ଥିଲା ମାନ ଭବନ, ସେଇ ଭବନରେ ରହିଲା ବସିଲା। ରାମ ରାଜା ହେବେ ଏ ଖବର ଜଣେଇବି ଯାଉଛି ମୁଁ ମୋର ପ୍ରିୟତମା ପତ୍ନୀ କୈକେୟୀକୁ। ବସ୍ ଦଶରଥ ଆସୁଛନ୍ତି ଉଲ୍ଲସିତ ପୁଲକିତ। ସେ ପଚାରିଲେ ଦାସୀକୁ, ମନ୍ଥରା ରାଣୀ କାହାନ୍ତି? ମାନଭବନରେ। ଏତିକି ଶୁଣୁ ଶୁଣୁ ଦଶରଥ ବିଚିନ୍ତିତ ହୋଇଗଲେ। ମାନଭବନରେ ରାଣୀ? କେଉଁ ଅଭିଳାଷ ଅଛି ତାଙ୍କର? ଯାଇ ବୁଝେ, ମୋ ପୁଅ ରାମ ରାଜା ହେବ, ମୋ ସ୍ତ୍ରୀ କୈକେୟୀର ଇଚ୍ଛା ପୂରଣ ନିଶ୍ଚୟ କରିବି। ସେ ମାନସିକ ପ୍ରଶ୍ନେ ଆସିଗଲେ। ବାସ୍ ଯାହା ଦେଖିଲେ ସୁନ୍ଦରୀ ରୂପସୀ କୈକେୟୀ ଭୁଲୁଣ୍ଠିତା। ବନ୍ଧୁ ଆଜି ଏତିକି। ଈଶ୍ୱର ଚାହିଁଲେ ଆସନ୍ତାକାଲି ପୁଣି ପୂରଣ କରିବା। ଦଶରଥ କାହିଁକି ମଲେ, କିଏ ମାରିଲା, କେତେବେଳେ ମଲେ, କଥା କ'ଣ? ନମସ୍କାର।